ମିଥୁନ ବେହେରା ନୂଆପଲ୍ଲୀ ଜଗତପୁର ଗ୍ରାମ ବାସିନ୍ଦା। ଆଜିର ବିଷୟ ହେଇଛି ଆମେ ଆଜି ପ୍ରେସ୍ ଭାଇମାନଙ୍କୁ ଆଗାମୀ ଆମେ ଯେଉଁ ଶନିଙ୍କର ବାର୍ଷିକ ଉତ୍ସବ ହେବ ସେଥିପାଇଁ ଆପଣମାନଙ୍କୁ ନିମନ୍ତ୍ରଣ ପାଇଁ ମୁଁ ଡକେଇଛି। ଆଉ ଆଗାମୀ ଆମେ 21 ତାରିଖ ଦିନ ଗୋଟେ ଆପଣଙ୍କ ମାଧ୍ୟମରେ ଗୋଟେ ପ୍ରେସ୍ ମିଟ୍ ରଖିବୁ ଆମ ନୂଆପଲ୍ଲୀ ବେହେରା ଗ୍ରାମବାସୀ ବୃନ୍ଦ ଆଉ ଗୁରୁଜନମାନଙ୍କୁ ନେଇକି ଆମେ ଗୋଟେ ଆପଣଙ୍କ ପ୍ରେସ୍ ମାଧ୍ୟମରେ ଯେହେତୁ ଶନିଙ୍କର ବାର୍ଷିକ ଉତ୍ସବ ନୂଆପଲ୍ଲୀ ବେହେରା ଶନି ମନ୍ଦିର ଶନିଙ୍କର ବାର୍ଷିକ ଉତ୍ସବ ନିମନ୍ତେ ଆପଣଙ୍କର ପ୍ରେସ୍ ମାଧ୍ୟମରେ ଜନସାଧାରଣଙ୍କୁ ଆମେ ନିମନ୍ତ୍ରଣ କରିବୁ ଯେହେତୁ ଆମର ଗାଁର ଫଙ୍କସନ୍। ଲୋକ ଆମର ଦେଖନ୍ତୁ 23 ତାରିଖ ଦିନ ଅଛି ଅଙ୍କୁରାରୋପଣ, 24 ତାରିଖ ଦିନ ଅଛି ଆମର କଳସ ଯାତ୍ରା, 25 ତାରିଖ ଦିନ ଆମର ଶନି ଠାକୁର ବିମାନରେ ପୁରା ଆମର ନୟାପଲ୍ଲୀ ଗ୍ରାମ ପରିକ୍ରମା କରିବେ। ଆଉ ଘୋଡ଼ା ବାଜା ସବୁ ପ୍ରସେସନ୍ ସହ ଆମେ 25 ତାରିଖ ଦିନ ପ୍ରୋଗ୍ରାମ୍ ରଖିଛୁ। ଏଇଟା ଶନିଙ୍କର ଗାଁ ପରିକ୍ରମା ଯାତ୍ରା ଏବଂ 26 ତାରିଖ ଦିନ ଆମର ଗୋଟେ ମହୋତ୍ସବ ହେବ ଯେଉଁଟା ପୂର୍ଣ୍ଣାବତୀ ଆମ ବାର୍ଷିକ ଉତ୍ସବର। ସେଦିନ ଆମେ 3000 ରୁ 4000 ଲୋକଙ୍କ ପାଇଁ ଖାଇବା ପିଇବା ସେଇଟା ବରାଦ ରଖିଛୁ। ଗେଷ୍ଟ ଦେଖନ୍ତୁ ଆମର ତ ମୁଖ୍ୟତଃ ନୟାପଲ୍ଲୀ ଗ୍ରାମବାସୀ ବୃନ୍ଦ ଏମାନେ ସମସ୍ତଙ୍କ ସହଯୋଗରେ ଆମେ ଗେଷ୍ଟ ଆମେ ଆମର ନୟାପଲ୍ଲୀ ଥାନା ଏଆଇ ସାର୍ ଆଉ ଆମର ସିପି ସାର୍ ଡିସି ସାର୍ଙ୍କୁ ବି ଆମେ ନିମନ୍ତ୍ରଣ କରିବୁ। ଆଉ ଆମର ଲୋକାଲ ବିଧାୟକ ଅନନ୍ତ ନାରାୟଣ ଜେନା, ଆମର ଉତ୍ତର ବିଧାୟକ ବାପୁ ଭାଇ, ଆଉ ଆମର ପ୍ରିୟ ଭାଇ ରହିଛନ୍ତି, ଆଉ ଜଗା ଭାଇ, ଆଉ ଆମର ପୃଥ୍ୱୀରାଜ ହରିଚନ୍ଦନ, ଏମିତି ସବୁ ବିଶିଷ୍ଟ ଲୋକ ସମସ୍ତଙ୍କୁ ନିମନ୍ତ୍ରଣ କରିଛୁ। ଆଉ ଯେହେତୁ ଏଇଟା ଆଜ୍ଞା ଟାଇମ୍ ଆମର କଳସ ଯାତ୍ରା ଅଛି ସକାଳ 9ଟା, ଯେଉଁଟାକି ଆମର 23 ତାରିଖ ଦିନ ଅଙ୍କୁରାରୋପଣ ଅଛି ସକାଳ 8ଟା, ଆଉ ଆମର 24 ତାରିଖ ଦିନ ଅଛି କଳସ ଯାତ୍ରା ସକାଳ 9ଟା, 25 ତାରିଖ ଦିନ ଠାକୁର ଯେଉଁ ନଗର ପରିକ୍ରମା କରିବେ ସମୟ ସକାଳ 9ଟାରୁ 10ଟା ଭିତରେ। ସମସ୍ତଙ୍କୁ ନିମନ୍ତ୍ରଣ, ତା ସହିତ ବି ଆମର ଲୋକାଲ କର୍ପୋରେସନର ଆମର ଗାଁର ବୋହୂ ଆମ ଭାଉଜ ବନ୍ଦିତା ପାଲ୍ ଯିଏକି ଆମର ସ୍ଥାନୀୟ କର୍ପୋରେଟର ତାଙ୍କୁ ମଧ୍ୟ ନିମନ୍ତ୍ରଣ ରହିବ। ସମସ୍ତଙ୍କୁ ଆମେ ନେଇ ଏକ ମନ ଏକ ଭାଇଚାରା ନେଇ ଏ କାର୍ଯ୍ୟକ୍ରମକୁ ଆମେ ଆଗେଇ ନେବା ପାଇଁ ଆମେ ପ୍ରସ୍ତୁତ ରହିଛୁ। ପୂଜା ଶନିଶ୍ଚର ପୂଜା ଆମ ଗ୍ରାମବାସୀ ପୂଜା ଏଥିରେ ଆମେ ସମସ୍ତଙ୍କୁ ସମସ୍ତଙ୍କୁ ଭାଇ ହିସାବରେ ନେଇକି ଚାଲୁଛୁ। ଏଠି କୌଣସି ସେମିତି କିଛି ମାନେ ବିଶିଷ୍ଟ ରାଜନୀତି ନାହିଁ କି କୌଣସି କିଏ ଏ ଦଳର କିଏ ଦଳର ସେମିତି ନାହିଁ। ଆମେ ସମସ୍ତଙ୍କୁ ଭାଇଚାରା ସହ ସମସ୍ତଙ୍କୁ ନିମନ୍ତ୍ରଣ କରୁ। ପୂର୍ବ ବର୍ଷ ଆମର ଏଇଟା ଶନିଙ୍କର ଦେଖନ୍ତୁ ଏଇଟା ପ୍ରଥମ ଥିଲା ନୟାପଲ୍ଲୀ ବେହେରା ସାହିର ଆପଣ ଜାଣିଥିବେ ମଙ୍ଗଳା ମନ୍ଦିର ପାଖରେ ଥିଲା। ସେଠୁ ଯେତେବେଳେ ଶନିଙ୍କର ବିଗ୍ରହ ମୂର୍ତ୍ତି ଯେତେବେଳେ ଭଙ୍ଗା ହେଲା, ଯେହେତୁ ସେଇଟା ୱାଟର ପାର୍କ ହେବାର ଥିଲା, ତେଣୁକରି ସେଠି ପ୍ରଥମେ ଯେତେବେଳେ ଭଙ୍ଗା ହେଲା ଆମେ ମୂର୍ତ୍ତି ବିଏମ୍ସି ସବୁ ନେଇଯାଉଥିଲା। ଯେହେତୁ ଆମକୁ ଆମ ଗାଁର ଠାକୁର ଆମେ ଦେଖିଲୁ, ଆମେ ଆମ ଗ୍ରାମର ମହେଶ୍ୱର ବେହେରା, ଦୁର୍ଗା ବେହେରା, ଗ୍ରାମବାସୀ ବୃନ୍ଦ ସମସ୍ତଙ୍କ ମିଳିତ ସହଯୋଗରେ ଆମେ ଯାଇ ସେଠୁ ଠାକୁରଙ୍କୁ ଉଦ୍ଧାର କରି ଆମେ ଚିନ୍ତା କଲୁ ଯେହେତୁ ଗ୍ରାମର ଠାକୁର ତେଣୁକରି ଆମ ଗ୍ରାମରେ ରହିବା ଦରକାର। ତେଣୁକରି ଯାହା ହଉ ଧନ୍ୟବାଦ ଗୁରୁଜନ ଆମ ଗ୍ରାମବାସୀ ନୟାପଲ୍ଲୀ ଗ୍ରାମବାସୀ ବୃନ୍ଦକୁ, ସେମାନେ ଆମ ମନ୍ଦିର ଭିତରେ ପ୍ରାଙ୍ଗଣରେ ଗୋଟେ ଜାଗା ଦେଲେ, ଯେହେତୁ ଏଇଠି ରଖିବା ବେଲିକା ସମସ୍ତଙ୍କ ଏକ ମନ ସବୁ ଆମର 110 ଘର ଭାଇ ସମସ୍ତେ ଗୋପାଳ ଭାଇ ମାନେ ମିଶିକି ନିଷ୍ପତ୍ତି କଲୁ ନାଇଁ ଏଇଠି ମନ୍ଦିରଟା କରିବୁ। ଯାହା ହଉ ସେ ଭଗବାନଙ୍କର ବରାଦ, ସେ ସେଇଠି ରହିବା ଜାଗା ତାଙ୍କ ଗ୍ରାମରେ ହିଁ ସେ ରହିଲେ। ଆଉ ସମସ୍ତଙ୍କ ମିଳିତ ସହଯୋଗରେ ଏ କାର୍ଯ୍ୟକ୍ରମ ଚାଲିଛି। ଆଉ ଗତ ବର୍ଷ ଆମେ 25ଟା କରିଥିଲୁ ଠାକୁର, ଆମେ ଯାହା ଯେମିତି କରୁଥିଲୁ, ଏ ବର୍ଷ ସମସ୍ତଙ୍କ ମିଳିତ ସହଯୋଗରେ ବହୁତ ଆଡମ୍ବରରେ କରିବାକୁ ଇଚ୍ଛା ପ୍ରକାଶ ଆଉ ବି ହବ। ଆଉ ଆଗକୁ ବି ଆଠୁ ବି ବହୁତ ବଡ଼ ଆକାରରେ ଆଡମ୍ବର